ଯଦି ସେଭଳି କିଛି ଘଟଣା ଘଟିଥିବ ନିଶ୍ଚିତ ଭାବରେ ପୋଷ୍ଟମର୍ଟମ ରିପୋର୍ଟରେ ସେଟା ଆସିବ। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ମାନେ 377 ପ୍ଲସ୍ 302 ଦିଟା ଏକ ଭୟଙ୍କର ଅପରାଧ। ମାନେ ସେଥିରେ ମାନେ ଯଦି ମାନେ ଭଗବାନ ବି ବଞ୍ଚେଇ ପାରିବେନି ତାକୁ ଫାଶୀରୁ। କ୍ଲିଅର। ଏଇ ଯୋଉ ଖବରଟା ଯେତେବେଳେ ଫ୍ଲାସ୍ ହେଲା ଏବଂ ଲୋକମାନେ ଜାଣିଲେ, କୋଉଠି ନା କୋଉଠି ମୁଁ କେବଳ ନୁହେଁ, ସମସ୍ତେ ଏଠି ମର୍ମାହତ। ଏଭଳି ଘଟଣା ଯୋଉଟା କୁହାଯିବ, ଏଭଳି ଘଟଣା ଆକ୍ଚୁଆଲି ଘଟିବା କଥା ମଧ୍ୟ ନୁହେଁ ଯଦି ଆପଣ କହିବେ। ତ ଯୋଉଦିନ ଆମେ ଦେଖିଲୁ ଏବଂ ତାକୁ ତାର ଭିଡ଼ିଓ ଗୁଡ଼ିକ ସୋସିଆଲ ମିଡ଼ିଆରେ ଆସିଲା ବିଭିନ୍ନ ପ୍ରକାର ଏଇ ଯୋଉ ଇନସିଡେଣ୍ଟର, ମାନେ ଆଜି ପର୍ଯ୍ୟନ୍ତ ମୁଁ ମଧ୍ୟ ବିଶ୍ୱାସ କରିପାରୁନାହିଁ ଗୋଟେ ଏତେ କୁନି ଛୁଆଟେ, ଏତେ ସୁନ୍ଦର ଛୁଆଟେ, ଯଦି ଭଗବାନ ଯଦି ଦିଟା ଜିନିଷ ଲ କଥା ପଛ ମାର ବୋଲି, ଆମେ ୱି ଆର୍ ହିନ୍ଦୁ, ଆମେ ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ଆମର ରହିଛି। ମୁଁ ଭଗବାନଙ୍କ ଠି ଗୋଟେ କୋଶ୍ଚିନ୍ କରିବି, ଯଦି ଭଗବାନ ତମେ ଗୋଟେ ପିଲା, ତମେ ତ ନିଜେ କହୁଛ ନା, ଗୀତା ବି କହୁଛି, ଭାଗବତ କହୁଛି ଆମର, ଯେ କରି କରାଉ ଥାଇ ମୁହିଁ ମୋବିନ୍ନ ଅନ୍ୟ ଗତି ନାହିଁ। ଯଦି ପ୍ରକୃତରେ ତୁମେ ସତ୍ୟ, ଯଦି ତୁମେ ପ୍ରକୃତରେ ସତ୍ୟ, ଏଭଳି କଷ୍ଟ କାହାକୁ ଦେବା ଉଚିତ ନୁହେଁ। ଆପଣ ଥରେ ଭାବିକି ଦେଖନ୍ତୁ, ଯୋଉ ଘଟଣାଟିକୁ ମୁଁ ସେ ଛୁଆକୁ କିଏ ଦେଖିନି, ସେ ଛୁଆ ବିଷୟରେ କିଛି ଜାଣିନି, ସିଏ ମୋର ବନ୍ଧୁ ବାନ୍ଧବ, ମୋ ରକ୍ତ ସମ୍ପର୍କ ନୁହେଁ, ଯଦି ଆମକୁ ଏତିକି କଷ୍ଟ ହଉଛି, ତାର ଯୋଉ ପରିବାର, ତାର ଯୋଉ ମା ଯିଏ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ କରିଛି, ତାର ଯିଏ ବାପ ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ତାକୁ ମଣିଷ କରୁଥିଲା ଏବଂ ସ୍ୱପ୍ନ ଦେଖୁଥିଲା ମୋ ପୁଅ ଅମକ ହବ ବୋଲି, ତା ପରିବାର ଅବସ୍ଥା କ'ଣ ହଉଥିବ, ସେମାନେ ବଞ୍ଚିବେ କେମିତି? ତେଣୁ ଏଭଳି ଘଟଣା ଆକ୍ଚୁଆଲି ଘଟିବା କଥା ନୁହେଁ ବୋଲି ମୋର ଏଇଟା ହଉଛି ପର୍ସନାଲ ମତାମତ। ତାପରେ ଆମେ ଯିବା ସାର୍, ଏବେ ଯୋଉ ଆକ୍ୟୁଜଟି ଧରା ପଡ଼ିଛି, ସେ ଯାହା ମାନିଛି, ସତ୍ୟ ଯୋଉ କହିଛି, ତା ଉପରେ ଆମର କ'ଣ ଯାଇପାରେ, ତଦନ୍ତ ଉପରେ କ'ଣ ଯାଇପାରେ? ମାନେ କୁହାଯାଉଛି ଯେ ଫାଷ୍ଟ ଟ୍ରାକ୍ କୋର୍ଟରେ ତାଙ୍କୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ଗାଁବାସୀଙ୍କ ଡିମାଣ୍ଡ ରହୁଛି, ବାହାର ଲୋକ ବି ଡିମାଣ୍ଡ କରୁଛନ୍ତି, ଏଇଟା କ'ଣ କେତେ ଦୂର ସକ୍ସେସ୍ ହେଇପାରିବ? ଶୁଣ, ଦିଟା ଜିନିଷ, ମିଡିଆ ଗୋଟେ କଥା, ସାକ୍ଷୀ ଗୋଟେ କଥା, ପ୍ରମାଣ ଗୋଟେ କଥା, କୋର୍ଟ ଗୋଟେ କଥା, ପୁରା ଅଲଗା ଅଲଗା କଥା, ସବୁଗୁଡ଼ିକ ଅଲଗା ଅଲଗା। ପୋଲିସ କ'ଣ କରେ ଜେନେରାଲ ସେନ୍ସରେ, ମୁଁ କହୁନି ଏ କେସ୍ରେ କେବଳ, ଅନେକ କେସ୍ରେ ଆପଣ ଦେଖିବେ ପୋଲିସ ଉପରକୁ ଯୋଉଠି ଚାପ ଆସେ, ପୋଲିସ ଉପରକୁ ଯୋଉଠି ଚାପ ଆସେ, ସେ ଜାଗାରେ ପୋଲିସ କ'ଣ କରେ, ତରତରିଆ ହେଇକି କୌଣସି ଗୋଟେ ଷ୍ଟେପଟେ ନେଇଯାଏ, କାହାକୁ ଗୋଟେ ଆଣିକି ଠିଆ କରିଦିଏ। ବୁଝିପାରିଲେ? ମୁଁ କିନ୍ତୁ ଏଇ ଯୋଉ ପର୍ଟିକୁଲାର ଘଟଣାଟିରେ ମୁଁ ଏସ୍ପି ପୁରୀର ଏସ୍ପି ଏବଂ ସମ୍ପୃକ୍ତ ଥାନାର ଅଧିକାରୀଙ୍କୁ ରିକ୍ୱେଷ୍ଟ କରିବି ଯେ ଏଇ ଯୋଉ ପର୍ଟିକୁଲାର କେସ୍ ଗୁଡ଼ିକରେ ସେନ୍ସିଟାଇଜ ହେବା କଥା ଏବଂ ପ୍ରକୃତ ଦୋଷୀ କି ଧରିବା ଦରକାର। ଇଏ ଯଦି ପ୍ରକୃତ ଦୋଷୀ ହେଇଥିବ, ପରଫେକ୍ଟଲି ତଦନ୍ତ ହେବା ଦରକାର ଏବଂ ଯୋଉ ଦୋଷୀ ଯୋଉ ଲୋକଟିକି ବର୍ତ୍ତମାନ ଧରାଯାଇଛି, ଯୋଉ ଲୋକଟା ସେ ଯିଏ ବି ହଉ ଧରା ହେଇଛି, ଯଦି ମନେକର ଅନେକ ସମୟରେ କ'ଣ ହୁଏ ଦେଖନ୍ତୁ, 2009 ମସିହାରେ ମୋତେ ଗୋଟେ ରେପ୍ କେସ୍ରେ ଗିରଫ କରାଗଲା। ଯୋଉ ବେଳେ ମୋତେ ଗିରଫ କରାଯାଉଛି, ମୁଁ ଜାଣିଛି ମୁଁ ରେପ୍ କରିନାହିଁ, ପୋଲିସ ଜାଣିଛି ମୁଁ ରେପ୍ କରିନି, ଯିଏ ରେପ୍ କେସ୍ ଫାଇଲ୍ କରୁଛି ସିଏ ଜାଣିଛି ମୁଁ ରେପ୍ କରିନି, ମିଡ଼ିଆ ସୁଟିଂ କରୁଛି ସେମାନେ ବି ଜାଣିଛନ୍ତି ମୁଁ ରେପ୍ କରିନି, କିନ୍ତୁ ମୁଁ ବନ୍ଧା ହେଇକି ଜେଲକୁ ଯାଉଛି। ସମସ୍ତେ ଜାଣିଛନ୍ତି ମୁଁ ରେପ୍ କରିନି, କିନ୍ତୁ ବନ୍ଧା ହେଇକି ଜେଲ୍ ଯାଉଛି। ଇଏ ହେଉଛି ଭାରତୀୟ ଆଇନ ବ୍ୟବସ୍ଥା। ତେଣୁ ଯେତେବେଳେ ଗୋଟେ ଇନସିଡେଣ୍ଟ ଘଟିଛି, ସେଇ ସମୟରେ ଲ ବି ଅଛି। ଲଟା କ'ଣ, ଯଦି ଗୋଟେ ଲୋକ ନିଜେ, ଯେତେବେଳେ ପୋଲିସ କ'ଣ କରୁଛି, ଗୋଟେ ଇନଭେଷ୍ଟିଗେସନ କରୁଛି, ଇନଭେଷ୍ଟିଗେସନ ସମୟରେ ପୋଲିସ ଯେତେବେଳେ କନଫ୍ୟୁଜ ହେଉଛି, ଗୋଟେ ଲାଇ ଡିଟେକ୍ଟର ଟେଷ୍ଟ କରୁଛି, ଲାଇ ଡିଟେକ୍ଟର ଟେଷ୍ଟ ତାକୁ କୁହାଯାଏ, ଯୋଉଟାକି ଅଦାଲତରେ ଗ୍ରହଣୀୟ ନୁହଁ, ଅଦାଲତ ତାକୁ ଗ୍ରହଣ କରିବ ନାହିଁ। କିନ୍ତୁ ସେଟା କେତେବେଳେ ଗ୍ରହଣୀୟ, ଯେତେବେଳେ ଜଣେ ଆକ୍ୟୁଜ ପର୍ସନ, ମନେକର ଆପଣ ଗାଡ଼ି ଚୋରି କରିନାହାନ୍ତି, ପୋଲିସ ଆପଣଙ୍କ ବିରୁଦ୍ଧରେ ନେଇକି ଠିଆ କରିଦେଲା, ଇଏ ହିଁ ଗାଡ଼ି ଚୋର, ଆପଣଙ୍କ ବିରୁଦ୍ଧରେ ପ୍ରମାଣ ଥୋଇଦେଲା, କାହିଁକିନା ପୋଲିସ ବି ଚାହିଁଲେ ପ୍ରମାଣ ରେଡି କରିଦେଇପାରିବ। ପୋଲିସ ଚାହିଁକି ଯୋଉଟେ ଲୋକ, 3ଟା ଲୋକ ଠିଆ କଲା, 3 ତୁଣ୍ଡରେ ଛେଳି କୁକୁର ଠିଆ କରିଦେଲା, ସେଇ ସମୟରେ ଆପଣ ତ ପୁଣି ସେଲ୍ଫ ଡିଫେନ୍ସ କରିବେ ଯେ ମୁଁ ଆକ୍ଚୁଆଲି ଚୋର ନୁହଁ, ଚୋର କିଏ, ମୋତେ ଗୋଟେ ମୋ ନାଁରେ ସାକ୍ଷ୍ୟ ପ୍ରମାଣ ସବୁ ଯୋଗାଡ଼ କରିକି ମୋତେ ଆଜ୍ଞା ଦୋଷୀ କରିଦେଲେଣି, ଯୋଉଟାକୁ ଆମେ କହୁଛେ 3 ତୁଣ୍ଡରେ ଛେଳି କୁକୁର। ଏଭଳି ଅନେକ ଜାଗାରେ ଅନେକ ଘଟଣା ମଧ୍ୟ ଘଟୁଛି, ଆପଣ ମାର୍କ କରୁଥିବେ, ଅନେକ ଜାଗାରେ ଏଭଳି ଘଟଣା ଘଟୁଛି, ଯିଏ ରିଅଲ କଲପ୍ରିଟ ଖସି ଯାଉଛି, କିନ୍ତୁ ଗୋଟେ ଇନୋସେଣ୍ଟ ଲୋକ ବର୍ଷ ଧରି ଜେଲରେ ରହୁଛି, ଯୋଉଟାକି ଆପଣଙ୍କର ଏଭଳି ବହୁତ ମାନେ ଆ ପୂର୍ବରୁ ବହୁତ ଗୁଡେ ନଜିର ମଧ୍ୟ ରହିଛି। ଯଦି ଆପଣ କହିବେ, ମୁଁ ଗୋଟେ ଅନେବୁଲ ହାଇକୋର୍ଟରେ ଫାଇଲ କରିଥିଲି, ଯୋଉ ବାଦାମ ପାହାଡ଼ ଅଞ୍ଚଳର ଜଣେ ଯୁବକ ଯିଏକି ତାଙ୍କ ସ୍ତ୍ରୀଙ୍କର ମର୍ଡର କେସ୍ରେ
6 ମାସ କାଳ ଜେଲରେ ସିଆଡ଼େ ଅଛନ୍ତି। ଦେଖିଲା ବେଳକୁ ତାଙ୍କ ସ୍ତ୍ରୀ ମାନେ ଆଉ ଜଣଙ୍କ ସାଙ୍ଗେ ପଳେଇଛି ସୁରାଟ। ସିଏ ଫେରିକି ଆସିଲି, ସ୍ତ୍ରୀ କହୁଛି ଯେ ମୁଁ ଜୀବିତ, ମୋ ସ୍ୱାମୀକି କାହିଁ ବାନ୍ଧିକି ତମେ ରଖିଛ। ତାରି ଉପରେ ମୁଁ ଗୋଟେ ହାଇକୋର୍ଟରେ ରିଟ୍ଟେ ଫାଇଲ୍ କରିଥିଲି। ମୁଁ ବେଲ୍ ହେଲା, ବହୁତ କଥା ହେଲା, ଯୋଉଟାକି ସାରା ଓଡ଼ିଶାରେ ଗୋଟେ ସନସନି ହେଇଥିଲା ସେତେବେଳେ। କଥାଟା ସେଠି ନୁହେଁ, କଥାଟା ହଉଛି କ'ଣ, ଜଣେ ମୋର କହିବା କଥା, ଯଦି ଏଇ ଯୋଉ ପର୍ଟିକୁଲାର ଲୋକଟି ପ୍ରକୃତରେ ଏଇ ଯୋଉ କର୍ମ କରିଛି, ତାକୁ ପ୍ରକୃତରେ ଫାଶୀ ଦଣ୍ଡ ସେ ପାଇବ, ମୁଁ ନିଶ୍ଚିତ ପାଇବ, ଆପଣଙ୍କୁ କହିଦେଲି ଆଜି 100% ପାଇବ ସେ ଫାଶୀ ଦଣ୍ଡ, ଯଦି ସେ ପ୍ରକୃତ କଲପ୍ରିଟ। କିନ୍ତୁ ଯଦି ତରତରିଆ ଭାବରେ ଆଉ ଜଣେ କିଏ ଦୋଷୀ ତାକୁ ଭିତରେ ଭର୍ତ୍ତି କରିଦେଇଛନ୍ତି ଟର୍କିସ୍ ପକେଇକି, କ'ଣ ଏଇ ହେଉଛି ଦୋଷୀ, ତାହେଲେ ସେ ଦଣ୍ଡ ନ ପାଉ। ଏବଂ ତାହାର ଯଦି କହିବେ ତାର ସେ ବଞ୍ଚିବ କେମିତି, ସିଏ ନିଜେ ଗୋଟେ ଫାଇଲ୍ କରିବ, ମୋର ଲାଇ ଡିଟେକ୍ଟରରେ ଟେଷ୍ଟ କରାଯାଉ, ଯଦି ମୁଁ ଦୋଷୀ ମୁଁ ଦଣ୍ଡ ପାଇବା ପାଇଁ ପ୍ରସ୍ତୁତ, ଯଦି ମୁଁ ନିର୍ଦ୍ଦୋଷୀ ତାହେଲେ ମୋତେ କଷ୍ଟ ନ ଦିଆଯାଉ। ବୁଝିପାରିଲେ ମୋ କଥା? ତେଣୁ ମୁଁ କହିବା କଥା, ତାର ମାନେ ନୁହେଁ ନେଗେଟିଭ, ମୁଁ ତ ଆଇନଟାକୁ କହିବି, ଲ ଯାହା ଅଛି ଲଟାକୁ ଯଦି ଆପଣ ଦେଖିବେ, ତାହେଲେ ଯଦି ସେ ଦୋଷୀ ସେ ଦଣ୍ଡ ପାଉ, ଯଦି ସେ ନିର୍ଦ୍ଦୋଷୀ ସେ ଦଣ୍ଡ ନ ପାଉ। ଯଦି ସେ ଦୋଷୀ କେତେ ଦିନ ଲାଗିବ ତାକୁ ଫାଶୀ କୁଣ୍ଡରେ ପହଞ୍ଚିବା ପର୍ଯ୍ୟନ୍ତ? ଶୁଣନ୍ତୁ, ପୋଲିସ ଚାହିଁଲେ ଆପଣ ଜାଣିବେ, ଗୋଟେ ବିତିହୋତ୍ରା ରେପ୍ କେସ୍ ଥିଲା, ବିତିହୋତ୍ରା ଯେ ଏକ୍ସପାୟାର୍ଡ କରିଗଲାଣି, 12 ଦିନରେ ତାଙ୍କର ପୋଲିସ ଚାର୍ଜସିଟ୍ ଦେଇଥିଲା, ଓନ୍ଲି 12 ଡେଜ୍ ଭିତରେ। ପୋଲିସ ଯେତେବେଳେ ଇନଭେଷ୍ଟିଗେଟିଂ ଅଫିସର ଚାହିଁବ ଯେତେ ଶୀଘ୍ର ବି ଚାର୍ଜସିଟ୍ ଦେଇପାରିବ, କିନ୍ତୁ ମୁଁ ସେଟାକୁ ସପୋର୍ଟ କରୁନି। କାହିଁକି? ଗୋଟେ ଇନଭେଷ୍ଟିଗେସନ ପ୍ରକ୍ରିୟା ହେବା ଦରକାର। ଆମର କନଷ୍ଟିଟ୍ୟୁସନ କହୁଛି 100 ଦୋଷୀ ଖସିଯାଆନ୍ତୁ, ଗୋଟେ ନିର୍ଦ୍ଦୋଷ ଲୋକଟେ ଦଣ୍ଡ ନ ପାଉ। ଇନଭେଷ୍ଟିଗେସନଟା ମଷ୍ଟ ବି ପ୍ରପର, ପ୍ରକୃତ ଭାବରେ ଇନଭେଷ୍ଟିଗେସନଟା ଠିକ୍ ସେ ହେବା ଦରକାର। ଇନଭେଷ୍ଟିଗେସନ ଯଦି ପ୍ରକୃତରେ ପରଫେକ୍ଟଲି ଜଣେ ଇନଭେଷ୍ଟିଗେଟିଂ ଅଫିସର କରିବ, ଦୋଷୀ ନିଶ୍ଚିତ ଦଣ୍ଡ ପାଇବ। ବୁଝନ୍ତୁ ଜିନିଷଟାକୁ, ଏଇଟା ନେଗେଟିଭ ନେଲେ ହବନି। କ'ଣ ଗୋଟେ ଯୋଉଟା କୁହାଯିବ, କ'ଣ ଯୋଉ ଆମେ କହୁଛେ ଗୋଟେ କ'ଣ ଯୋଉଟା କହିବେ, ଆମେ କହୁଛେ ଗୋଟେ ୱାର୍ଡଟା ତାର ରହିଲା ଇମୋସନ। ଇମୋସନକୁ ନେଇକି ଲ ଚାଲେନି, ଇମୋସନକୁ ନେଇକି ଲ ଚାଲିପାରିବ। ଲ ଚାଲିବା ପାଇଁ ଗୋଟେ ସ୍ୱତନ୍ତ୍ର ପାଥ ରହିଛି, ବାଟ। ଏବଂ ଗୋଟେ ଲୋକ ଯେତେବେଳେ ପ୍ରପର ଯଦି ତରତରିଆ ହେଇକି ମାନେ ଇନଭେଷ୍ଟିଗେସନ କରିବେ, ଯଦି ସେ ପ୍ରକୃତ ଦୋଷୀ ହେଇଥିବ ଖସିବାର ବହୁତ ଚାନ୍ସେସ୍ ଅଛି, ତରତର ହେଇକି ହେଇଥିବ। କ୍ଲିୟର? ଯଦି ପରଫେକ୍ଟଲି ଇନଭେଷ୍ଟିଗେସନ କରିଥିବ, ବରଂ ଟାଇମ୍ ଲାଗୁ, ସେ ତ କୁଆଡ଼େ ବାହାରକୁ ପଳେଇ ଆସିନି ନା, ସେ ତ କଷ୍ଟଡି ଭିତରେ ରହିବ। ସେ ତ ବର୍ତ୍ତମାନ 302ରେ ମାନେ ବର୍ତ୍ତମାନ ମର୍ଡର, ଏବଂ ଯଦି ତା ସାଙ୍ଗେ ତାର କୌଣସି ପ୍ରକାର ଫିଜିକାଲ ଆସଲ୍ଟ କରିଥିବ, ସିଏ ଆଫ୍ଟର ପୋଷ୍ଟମର୍ଟମ ରିପୋର୍ଟ ଏଇଟା ଓପନ ହବ ଯେ ସେ ଲୋକଟି ତା ସାଙ୍ଗେ ଫିଜିକାଲି ତାକୁ ନାଇଁ, କାଟିବାଟା ଡିଫରେଣ୍ଟ ଜିନିଷ। କିନ୍ତୁ ମନେକର ସିଏ ଫିଜିକାଲି ଯୋଉଟାକୁ ମୁଁ କହିପାରୁନି, ଯୋଉଟାକୁ 377 ଯୋଉଟା ଅପ୍ରାକୃତିକ ଯୌନ ସମ୍ପର୍କ ଯୋଉଟା ଆମେ କହୁଛେ, ଯଦି ସେଭଳି କିଛି ଘଟଣା ଘଟିଥିବ, ନିଶ୍ଚିତ ଭାବରେ ପୋଷ୍ଟମର୍ଟମ ରିପୋର୍ଟରେ ସେଟା ଆସିବ। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ମାନେ 377 ପ୍ଲସ୍ 302 ଦିଟା ଏକ ଭୟଙ୍କର ଅପରାଧ। ମାନେ ସେଥିରେ ମାନେ ଯଦି ମାନେ ଭଗବାନ ବି ବଞ୍ଚେଇ ପାରିବେନି ତାକୁ ଫାଶୀରୁ। କ୍ଲିୟର? ତେଣୁ ଇନଭେଷ୍ଟିଗେସନଟା ବରଂ 2 ମାସ ଲାଗୁ, 60 ଦିନ ଲାଗୁ, କିମ୍ବା 4 ମାସ ଲାଗୁ, 120 ଡେଜ୍ ଲାଗୁ, ପ୍ରଥମେ ଇଏ ପ୍ରିଲିମିନାରୀ ଚାର୍ଜସିଟ୍ଟା ଦିଅନ୍ତୁ, କିଛି ପ୍ରୋବ୍ଲେମ ନାହିଁ। କିନ୍ତୁ ଇନଭେଷ୍ଟିଗେସନଟା ଗୋଟେ ପରଫେକ୍ଟଲି ହେବା ଦରକାର, ଯେମିତି କୋର୍ଟରେ ସେ ଖସି ନ ଯାଉ। କ୍ଲିୟର? ଏବଂ ଦ୍ୱିତୀୟ ଜିନିଷ, ଯେଉଁ ଫାଷ୍ଟ ଟ୍ରାକ୍ର କଥା କହିବେ, ଏଇଟା ଅନେବୁଲ ଆପେକ୍ସ କୋର୍ଟଙ୍କର ଅର୍ଡର ଅଛି। ଅନେବୁଲ ଆପେକ୍ସ କୋର୍ଟ କହିଛନ୍ତି ଯେ ଯୋଉଟା ସବୁ ଜଘନ୍ୟ ଅପରାଧ ଯୋଉଟା କୁହାଯାଉଛି, ରେପ୍, ମର୍ଡର, କିମ୍ବା ଯୋଉଟା ସବୁ ଜଘନ୍ୟ ଅପରାଧ ଶ୍ରେଣୀଭୁକ୍ତ, ଯୋଉଟା ଏଇଟା ଗୋଟେ ଜଘନ୍ୟ ଅପରାଧ। ଚୋରିଟା ଗୋଟେ ଜଘନ୍ୟ ଅପରାଧରେ ଯାଉନି। ଆପଣ ମୋଟରସାଇକେଲଟା ଚୋରି ହେଇଗଲା, ସେଟା କ'ଣ ଗୋଟେ ଜଘନ୍ୟ ଅପରାଧ? ଆପଣଙ୍କୁ ମର୍ଡର ହେଇଗଲା, ଜଣେ ଜଣଙ୍କୁ ରେପ୍ କରିଦେଲା, ଆବେଟମେଣ୍ଟ ଅଫ୍ ସୁଇସାଇଡ୍, ଆପଣଙ୍କ ପାଇଁ ସେ ଲୋକଟା ମରିଗଲା, ଏଇଟା ସବୁ ଜଘନ୍ୟ ଅପରାଧ। ଯେଉଁମାନେ ସୁପାରି ନେଇକି ମର୍ଡର କରୁଛନ୍ତି, ଏଟା ସବୁ ଜଘନ୍ୟ ଅପରାଧ। ସବୁ ମର୍ଡର କ'ଣ ଜଘନ୍ୟ ଅପରାଧ? ନାଇଁ, ଜଘନ୍ୟ ଅପରାଧର ଅଛି କୋଉଟା ଶ୍ରେଣୀଭୁକ୍ତ। ଆପଣ ମୋ ସାଙ୍ଗେ କଥା ହଉଛନ୍ତି, ମୋଠୁ ଷ୍ଟେଟମେଣ୍ଟ ନେଉଛନ୍ତି, କୌଣସି କାରଣବଶତଃ ଆପଣଙ୍କ ଭିତରେ ମୋର ଉଚ୍ଚବାଚ ହେଇଗଲା, ଆପଣ ଏଇ ଯୋଉ ବୁମ୍ଟା ଧରିଛନ୍ତି ମୋ ମୁଣ୍ଡକୁ ବାହାରେ ପକେଇଲେ, ଅକେଜନାଲି ଆପଣଙ୍କ ଭାଗ୍ୟରେ ଅଛି ମର୍ଡର ହବା, ଆପଣଙ୍କ ହାତରେ ମୋର ମୃତ୍ୟୁଯୋଗ ଅଛି, ମୋର କାନ ମୁଣ୍ଡରେ ଏଇଠି ଢୋକିରି ବାଜିଲା, ମୁଁ ଗଳି ପଡ଼ିଲି, ମରିଗଲି, ସେଟାକୁ ଜଘନ୍ୟ ଅପରାଧରେ ଯିବନି। ସେଟା ଅକେଜନାଲି ୱିଦାଉଟ୍ ଏନି ଇଣ୍ଟେନସନ୍, ହଠାତ୍ ଏମିତି ଗୋଟେ ଘଟଣାଟେ ଘଟିଗଲା, ଆପଣ ଗୋଟେ କାଠ ହାଣୁଛନ୍ତି ଗଛ ଉପରେ ଠିଆ ହେଇକିରି, ମୁଁ ସେପଟେ ସେଇ ସମୟରେ ମୋଟରସାଇକେଲଟା ନେଇକି ଯାଉଛି, ସେଇ ସମୟରେ କୁରାଟା ଆପଣଙ୍କର ହାତରୁ ଖସିକି ମୋ ମୁଣ୍ଡରେ ପଡ଼ିଗଲା, ମୁଁ ପଡ଼ିକି ମରିଗଲି ସେଠି। ଆପଣଙ୍କ ଇଣ୍ଟେନସନ୍ ନୁହେଁ ମୋତେ ମର୍ଡର କରିବା, ସେଇଟା ଜଘନ୍ୟ ଅପରାଧ ଶ୍ରେଣୀଭୁକ୍ତ ନୁହେଁ। କିନ୍ତୁ ଆପଣ ଇଣ୍ଟେନସନାଲି ଆସୁଛନ୍ତି ମୋତେ ମର୍ଡର କରିବା ପାଇଁ, ଦ୍ୟାଟ୍ ଇଜ୍ ଜଘନ୍ୟ ଅପରାଧ। ଇଣ୍ଟେନସନାଲି ମର୍ଡର, ମୋ କଥା ବୁଝିପାରିଲେ ନା? ଆପଣ ସୁପାରି ନେଇକି ମର୍ଡର କରୁଛନ୍ତି, ପଇସା ନେଇକି ମର୍ଡର କରୁଛନ୍ତି, ସେଇଟା ଜଘନ୍ୟ ଅପରାଧ। ରେପ୍ କରୁଛନ୍ତି,
କ'ଣ ଯୋଉଟା କହିଲେ ଗ୍ୟାଙ୍ଗ ରେପ୍ କରୁଛନ୍ତି, ଝିଅକୁ ଟେକି ନେଇକି ବଣ ଭିତରେ 3 ଜଣ ରେପ୍ କରୁଛନ୍ତି। ଏଇଟା ହେଉଛି ଜଘନ୍ୟ ଅପରାଧ ଶ୍ରେଣୀ। ଯୋଉଟା ଜଘନ୍ୟ ଅପରାଧ ସେଗୁଡ଼ାକ ଫାଷ୍ଟ ଟ୍ରାକ୍ କୋର୍ଟ, ସରକାରଙ୍କର ରହିଛି ଫାଷ୍ଟ ଟ୍ରାକ୍ କୋର୍ଟ, ସେଥିରେ ବିଚାର ହବ। ତା ଦେହରେ କେତେ ଦିନ ପ୍ରାୟତଃ ଲାଗିବ? ସଙ୍ଗେ ସଙ୍ଗେ ସେଠି ବହୁତ ଶୀଘ୍ର ଡେଟ୍ ପଡ଼େ, ବହୁତ ଶୀଘ୍ର, ମାନେ ଇଭିନ୍ କି ଗୋଟେ ମାସରେ ଯଦି ଜଣେ କୋର୍ଟ ବିଚାରପତି ଜାଣିବେ ଏଇଟା ଗୋଟେ ନିହାତି ଭାବରେ ତାଙ୍କ ସେ ବି ବିଚାରପତି କ'ଣ ଭାବିଛନ୍ତି ଆପଣ ମଣିଷ ନୁହନ୍ତି କି? ସେମାନେ ବି ମଣିଷ, ସେମାନଙ୍କ ବି ରକ୍ତ ମାଂସ ଶରୀର ଅଛି। ଆପଣ ଯେମିତି ବିଚାର କରୁଛନ୍ତି ସିଏ ବି ସେମିତି ତାଙ୍କର ଚୌକିରେ ବସି ବିଚାର କରୁଛନ୍ତି। ଆପଣ ବିଚାର କରୁଛନ୍ତି, ଯୋଉଟା ବିଚାର କରିକି ଆପଣ କାହାର କିଛି କରିପାରୁନାହାନ୍ତି, କେବଳ ଈଶ୍ୱରଙ୍କୁ କହୁଛନ୍ତି ହେ ଈଶ୍ୱର ଏଇ ଲୋକଟାକୁ ଦଣ୍ଡ ଦେବା ଦରକାର, ତାଙ୍କ ହାତରେ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି, ସେ ଦଣ୍ଡ ଦେଇ ଦେଉଛନ୍ତି ଯାହା କୋର୍ଟରେ ଅଛି। ବୁଝିପାରୁଛନ୍ତି? ତେଣୁ ନିଶ୍ଚିତ ଭାବରେ ଯେହେତୁ ବିଚାରପତି ମାନେ ଜଣେ ବିଚାରପତି ଫିଲ୍ କରୁଛନ୍ତି, ଯେତେବେଳେ ସେ ଫିଲ୍ କରିବେ ଏଇଟା ପ୍ରତିଦିନ ବିଚାର ମଧ୍ୟ ହେଇପାରିବ, ଏଭ୍ରିଡେ ମଧ୍ୟ ହେଇପାରିବ, ତେଣୁ କିଛି ଅସୁବିଧା ନାହିଁ। ଫାଷ୍ଟ ଟ୍ରାକ୍ କୋର୍ଟକୁ ଏମିତି କେତେ କେସ୍ ଆସୁଥିବ ସାର୍? ବହୁତ କେସ୍ ଅଛି, ବହୁତ କେସ୍। କେତେଟା କେସ୍ ଫାଶୀ ପର୍ଯ୍ୟନ୍ତ ପହଞ୍ଚୁଛି? ନାଇଁ ଆପଣଙ୍କ ଡିପେଣ୍ଡ ଅପନ୍ ୟୁର, ମାନେ କ'ଣ ଏମିତିଆ ଅପରାଧ କେତେଟା ହଉଛି ମୋତେ କହିବେ ଟି, ଏମିତିଆ ଅପରାଧ କେମିତିଆ ହଉଛି? ଅବଭିୟସଲି ଆପଣ ଏଇ ଯୋଉ ଘଟଣାଟି ବର୍ତ୍ତମାନ ଘଟିଛି, ଏମିତିଆ ଘଟଣା କେତେଟା ଓଡ଼ିଶାରେ ହଉଛି ମୋତେ କହିଲେ? ଏଇଟା ଗୋଟେ ମାନେ ଗୋଟେ ଯୋଉ କ'ଣ ଯୋଉଟା କହନ୍ତି ଗୋଟେ ଏଭଳି ମାନେ ଅପରାଧ ଯୋଉଟାକୁ ଆମେ ବର୍ଣ୍ଣନା ବି କରିପାରୁନେ। ବୁଝିପାରିଲେ ମୋ କଥା? ତେଣୁ ତାପରେ ଯୋଉ ପିଲାଟାକୁ ମର୍ଡର କରାଯାଇଛି ସିଏ ବି କାହାର ଶତ୍ରୁ ନୁହେଁ, ସେଇଟା ହଉଛି ସବୁଠୁ କଷ୍ଟ କଥା, ଯୋଉଥିପାଇଁ ଆଜି ଚର୍ଚ୍ଚା। ତେଣୁ ଏଭଳି ଅପରାଧ ନ ଘଟିବା ମଧ୍ୟ ବହୁତ ଦରକାର, କାହିଁକିନା ସୋସାଇଟି ଉପରେ ଗୋଟେ ବ୍ୟାଡ୍ ଇମ୍ପାକ୍ଟ ମଧ୍ୟ ପକଉଛି। କାହାକୁ କି ଭରସା କରିବ ଆଜ୍ଞା କହିଲେ ତାହେଲେ? ସେ ଗାଁର ଆଜି ଛୋଟ ପିଲାମାନେ ବି ଡରୁଛନ୍ତି ଟ୍ୟୁସନ୍ ଯିବା ପାଇଁ। ଅବଭିୟସଲି ଆଜ୍ଞା ଡରିବେନି, ତାଙ୍କ ବାପା ମାନେ ବି ଡରିବେ କ'ଣ, ଡରୁଛନ୍ତି ଡରିବେ, କାହିଁକିନା ଅବଭିୟସଲି ଯଦି ଆମେ ଗୋଟେ ଗାଁରେ ଗୋଟେ ଯୋଉ କହନ୍ତିନି ଯାହା ପୁଅକୁ ସାପ କାମୁଡ଼ିଛି ତା ମା ପାଳ ଦୌଡ଼ି ଦେଖିଲେ ଡେଇଁବ, ଯେହେତୁ ତାଙ୍କର ଗାଁ କ'ଣ ତାଙ୍କ ଗାଁରୁ ଏଇ ଯୋଉ ସାଉଣ୍ଡଟା ଯେତେ ପର୍ଯ୍ୟନ୍ତ ଶୁଭୁଥିବ, ମାନେ ତାଙ୍କ ଗାଁର ଯୋଉ ସାଉଣ୍ଡଟା ଯେତେ ପର୍ଯ୍ୟନ୍ତ ଶୁଭୁଥିବ, ସବୁ ଗାଁର ଲୋକମାନେ ତ ଡରିବେ। ଅର୍ଥାତ୍ ବର୍ତ୍ତମାନ ସୋସିଆଲ ମିଡ଼ିଆ, ବର୍ତ୍ତମାନ ସାରା ଓଡ଼ିଶାର ଘରେ ଘରେ ଏଇଟା ଶୁଭୁଛି, ଏଇ ଯୋଉ ସାଉଣ୍ଡଟା ଶୁଭୁଛି ନା ନାଇଁ, ଅମୁକ ଜାଗାରେ ଏମିତି ଗୋଟେ ହେଇଗଲା। ଦେଖନ୍ତୁ ପୂର୍ବରୁ ଗୋଟେ ଛୋଟ ଏକ୍ଜାମ୍ପଲ ଆପଣ ଦଉଛି। ପୂର୍ବରୁ ଦେଖିବେ ଗୋଟେ ପୁରୀ ପାଖରେ ଗୋଟେ ଜଣେ ପୋଲିସ ଅଫିସରଙ୍କ ନାଁରେ ଗୋଟେ ଆଲିଗେସନ୍ ଆସିଲା, 3 ବର୍ଷ ତଳ ଘଟଣା, 3-4 ବର୍ଷ ତଳ ଘଟଣା। ରାମଚଣ୍ଡୀ ଥାନାରେ ସେ କାର୍ଯ୍ୟରତ ଥିଲେ ନା କ'ଣ ମୋର ମନେ ପଡ଼ୁନି, ଜଣେ କନେଷ୍ଟବଳ ନା ସବ୍ ଇନ୍ସପେକ୍ଟର ଏମିତି କ'ଣ, ସେ ତାଙ୍କର ଗୋଟେ ଝିଅକୁ ଜବରଦସ୍ତି ଟେକି ନେଇଗଲେ, ତାକୁ ନେଇକି ରେପ୍ କଲେ ବୋଲି ଆଲିଗେସନ୍ ହେଲା। ବୁଝିପାରୁଛନ୍ତି? ତାପରେ ମୋର ଜଣେ ସାମ୍ବାଦିକଙ୍କ ସାଙ୍ଗେ, ଜଣେ ବରିଷ୍ଠ ସାମ୍ବାଦିକ, ତାଙ୍କ ସହିତ ମୋର ଅତି ଗୁଡ୍ ରିଲେସନ୍, ବହୁତ ଭଲ ସମ୍ପର୍କ। ମୋତେ ସେ କହିଲେ ବ୍ୟୋମକେଶ ବାବୁ ବର୍ତ୍ତମାନ ମୁଁ ଭାରି ଚିନ୍ତିତ ଅଛି 2 ଦିନ ହେଲା। ମୁଁ କହିଲି ଭାଇ ନା ମୋ ଝିଅଟି ଟ୍ୟୁସନ୍ ଆଜ୍ଞା ଯାଉଛି, ଯଦି ପୋଲିସ ଟେକିକି ଏମିତି ନେଇକି ପଳେଇବ, ଲୋକଙ୍କୁ ମାନେ ରେପ୍ କରିବ, କାହାକୁ ଆମେ ଭରସା କରିବୁ ବୋଲି ମୋତେ ସେ କହିଲେ। ଏ ସମୟରେ କାହାକୁ ଭରସା କରିବେ? ମୁଁ କହିଲି ନାଇଁ ଦେଖିବେ ଗୋଟେ ଆର କିଛି ଗୋଟେ ଟ୍ୱିଷ୍ଟ ଆସିବ, ଏଭଳି ଘୃଣ୍ୟ କାମ ପୋଲିସ କେବେ କରିବ ନାହିଁ। କାହିଁକିନା କିଛି ନହେଲେ ବି ଆଜି ବି ଲୋକମାନେ ଯେତେ ପୋଲିସକୁ ଘୃଣା କଲେ ମଧ୍ୟ ଆଜି ବି ମଧ୍ୟ ଗୋଟେ ଏମିତି ସମୟ ଅଛି ଯୋଉ ସମୟରେ ଲୋକ ପୋଲିସକୁ ଘୃଣା କରୁଛନ୍ତି ତାଙ୍କର ଆକ୍ଟିଭିଟିଜ ଗୁଡ଼ା ଦେଖିକିରି, କିନ୍ତୁ ଆଜି ମଧ୍ୟ ଲୋକମାନେ ପୋଲିସକୁ ଭରସା କରୁଛନ୍ତି। ଟିକେ ଟିକେ କଥାରେ ମୁଁ ଥାନାକୁ ଯିବି, କିମ୍ବା ତାଙ୍କର କାହା ଘରେ ଗୋଟେ ଡାଳ ପଡ଼ିଗଲା ପୋଲିସକୁ ଡାକ, ଷଣ୍ଢ କୂଅରେ ପଡ଼ିଗଲା ପୋଲିସକୁ ଡାକ, ଗାଡ଼ି ଆକ୍ସିଡେଣ୍ଟ ହେଲା ପୋଲିସକୁ ଡାକ, କିଏ କୁଆଡ଼େ ସୁଇସାଇଡ୍ ଆଟେମ୍ପ୍ଟ ହେଲା ପୋଲିସକୁ ଡାକ, ରାସ୍ତାରେ କିଏ ଭଡ଼ ଭଡ଼ କରି ଗାଡ଼ି ସାଉଣ୍ଡ କରିଛି ତାକୁ ବି ପୋଲିସକୁ ଡାକ। ପୋଲିସକୁ ଲୋକ ଆଜି ବି ଭରସା କରୁଛନ୍ତି ପୋଲିସକୁ, ହଁ କି ନାହିଁ? ତେଣୁ ମୁଁ କହିଲି କିଛି ଗୋଟେ ଟ୍ୱିଷ୍ଟ ଆସିବ। ଦେଖନ୍ତୁ ତାର ଠିକ୍ 2-3 ଦିନ ପରେ ତାଙ୍କର ସ୍ତ୍ରୀ ଆସିକି ମୋରି ପାଖରେ ପହଞ୍ଚିଲେ, କିଏ ଯେଉଁ ପୋଲିସ ଅଫିସରଙ୍କର। ମୁଁ ଅନରେବୁଲ ହାଇକୋର୍ଟରେ ଗୋଟେ ପିଟିସନ୍ ଫାଇଲ୍ କଲି ଏବଂ ପର ମୁହୂର୍ତ୍ତରେ ଜଣାପଡ଼ିଲା ଯେ ସେ ଝିଅଟି ଜଣେ କ'ଣ ପଇସା ନେଇକିରି ଏସବୁ ଜିନିଷ କରେ, ଯେହେତୁ ତାଙ୍କର ଭାଗ ଛିଣ୍ଡିନି, ସେ ଗୋଟେ ମିଛ ଆଲିଗେସନ୍ କରିଛନ୍ତି ପୋଲିସ ଅଫିସରଙ୍କ ନାଁରେ। ବୁଝନ୍ତୁ, ଗୋଟେ ନ୍ୟୁଜ୍ ଆସିଲା, ଯୋଉ ନ୍ୟୁଜ୍ଟା ସୋସାଇଟିକୁ କେତେ ଗୋଟେ ନେଗେଟିଭ୍ ଇମ୍ପାକ୍ଟ ପକେଇଦେଲା, ମୁଁ ତାର ଉଦାହରଣ ଏଇଟା ଦେଲି। ଏଇଟା ବାସ୍ତବିକ ଗୋଟେ ଦୁଃଖର କଥା, ଏଭଳି ଘଟଣା ଆଉ ଘଟିବା କଥା ନୁହେଁ।